ଗୋଟିଏ ରାଜ୍ୟରେ ଜଣେ କୃପଣ ମହାଜନ ରହୁଥିଲା। ସେ ନ ଖାଇ ନ ପିଇ କେବଳ ଧନ ଜମା କରିବାରେ ବ୍ୟସ୍ତ ଥାଏ। ପେଟ କାଟି କାଟି ଧନ ଜମା ରଖୁଥିଲା। ଧୀରେ ଧୀରେ ତା ଘରେ ଧନ ଜମା ହେବାକୁ ଲାଗିଲା। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏତେ ଧନ ହୋଇଗଲା ଯେ ତାକୁ ରଖିବାକୁ ତା ପାଖରେ ଜାଗା ନଥିଲା। କାରଣ ସେତେବେଳେ ତ ଆଜିକାଲି ଭଳିଆ ବ୍ୟାଙ୍କ ନଥିଲା ନା। ତେଣୁ ଯାହା ଧନ ସମ୍ପତ୍ତିକୁ କେବଳ ସେ ଘର ଭିତରେ ରଖାଯାଉଥିଲା। ସେ ଭାବିଲା, ଏତେ ଧନ ଯଦି ଚୋର ଆଖିରେ ପଡ଼େ ତାହେଲେ ସବୁ ଧନ ଏକା ଥରକେ ଯିବ। ତେଣୁ ଏତେ ଧନ କିଭଳି ରକ୍ଷା କରିବ, ଏ କଥା ନେଇ ସେ ଚିନ୍ତିତ ଥିଲା। ଶେଷରେ ତା ମନରେ ଗୋଟିଏ ଉପାୟ ଆସିଲା। ସେ ନିଜର ସବୁ ଧନ ସମ୍ପତ୍ତିକୁ ବିକ୍ରି କରି ଗୋଟିଏ ମୂଲ୍ୟବାନ ହୀରା କିଣିଲା। ମନରେ ଟିକେ ସନ୍ତୋଷ ପ୍ରକାଶ କରି ଭାବିଲା, ଯାହା ହେଉ ଚିନ୍ତା ଗଲା। ତେଣୁ ଚୋର କ'ଣ ଆଉ ଚୋରି କରିବ ଯେ ତା ପାଖରେ ଅଛି? ଚୋର ଏଭଳି ଜିନିଷକୁ ଚୋରି କରେ ଯାହା ତା ଆଖିରେ ଦେଖା ଦେଇଥାଏ। ବର୍ତ୍ତମାନ ତ ସେମିତି ଆଖି ଦୃଶିଆ ଜିନିଷ କିଛି ତା ପାଖରେ ନାହିଁ। ତେବେ ଆଉ କ'ଣ ଚୋର ଚୋରି କରିପାରିବ? ଏଥର ଚିନ୍ତା କଲା। ପୁଣି କୃପଣ ମହାଜନ ଭାବିଲା, ହେଲେ ଏ ହୀରା ଖଣ୍ଡିକ କେଉଁଠି ରଖିବି? ବହୁତ ଭାବି ଭାବି ହୀରାକୁ ନିଜ ଘରର ମେଜିଆ ଖୋଳି ମାଟି ତଳେ ପୋତି ରଖିଲା। ହେଲେ କ'ଣ ହେବ, ତା ମନ କୌଣସି କାମରେ ଲାଗୁନଥିଲା। ତେଣୁ ସେ ଅଭ୍ୟାସ କରି ପ୍ରତିଦିନ ସେହି ଗାତ ଖୋଳି ହୀରାକୁ ବାହାର କରି ଟିକେ ଦେଖେ। ତାପରେ ପୁଣି ଗାତ ଭିତରେ ପୁରାଇ ଭଲ ଭାବେ ବନ୍ଦ କରିଦିଏ। ମହାଜନ ମନେ ମନେ ଭାବିଲା, ଏଭଳି ଜାଗାକୁ ତ ଚୋରମାନେ ଜାଣିପାରିବେ ନାହିଁ। ପୁଣି ଚୋରି ହେବ କେମିତି? ମହାଜନ ପାଖରେ ଜଣେ ସେବକ ଥିଲା। ସେ ଅତି ଚାଲାକ ଆଉ ଧୁରନ୍ଧର ଥିଲା। ସେ ସବୁଦିନ ମହାଜନର ଗତିବିଧିକୁ ଲକ୍ଷ୍ୟ କରୁଥିଲା। ସେ ଦେଖିଲା ଯେ ମହାଜନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ନିଜ ଘର ଭିତରେ ପଶି ଘଣ୍ଟାଏ କାଳ କ'ଣ କରୁଛନ୍ତି। ଏ କଞ୍ଜୁସ ମକ୍ଷିଚୁସ ଏତେ ଧନ କେଉଁଠି ରଖିଛି, ତା ମଧ୍ୟ କିଛି ଠିକ୍ ଠିକଣା ନାହିଁ। ଏତେ ସମ୍ପତ୍ତିକୁ ଗୋଟିଏ ଦିନ ଭିତରେ ଏ ମହାଜନ କୁଆଡ଼େ ଉଭାନ କରିଦେଲା? ବୋଧହୁଏ ମହାଜନ ସେ ଘର ଭିତରେ ଲୁଚାଇ ରଖିଛି। ମୋତେ ଥରେ ଏହାର ଯାଞ୍ଚ କରିବାକୁ ପଡ଼ିବ। ସେବକଟି ମନେ ମନେ ଚିନ୍ତା କଲା। ବାସ୍ ଏଇ କଥାକୁ ଭାବି ଦିନେ ମହାଜନ ନିଜର ବେପାର ପାଇଁ ଦାସ ଘରକୁ ଗଲେ। ଦାସ ଜଣକ ତ ଏହି ସମୟକୁ ଅପେକ୍ଷା କରିଥିଲା। ମହାଜନଟି ଘରୁ ଗୋଡ଼ କାଢ଼ିବା ସଙ୍ଗେ ସଙ୍ଗେ ସେ ସେବକଟି ତୁରନ୍ତ ଯାଇ ସେଇ ଘରେ ପହଞ୍ଚିଲା। ତନ୍ନ ତନ୍ନ କରି ଖୋଜିବାକୁ ଲାଗିଲା। ଦେଖିଲା ଯେ ଗୋଟେ ଜାଗାରେ ଖୋଳା ହେବାର ଚିହ୍ନ ରହିଛି। ସେ ଆଉ କାଳ ବିଳମ୍ବ ନ କରି ସେହି ସ୍ଥାନକୁ ଖୋଳିବାକୁ ଲାଗିଲା। କିଛି ସମୟ ପରେ ସେହି ମୂଲ୍ୟବାନ ଚକଚକ କରୁଥିବା ହୀରାକୁ ଦେଖିବାକୁ ପାଇଲା। ହୀରାକୁ ପାଇ ଅତି ଆନନ୍ଦିତ ହୋଇ ସେଠାରୁ ସଙ୍ଗେ ସଙ୍ଗେ ଉଭାନ ହୋଇଗଲା। ସେ ମନେ ମନେ ଭାବିଲା, ଯାହା ହେଉ ଆଜି ମୋର ମନବାଞ୍ଛା ପୂର୍ଣ୍ଣ ହେଲା। ମହାଜନ ତା ପରଦିନ ଆସି ଘର ଭିତରେ ଦେଖିଲା ଯେ ଜିନିଷ ସବୁ ଏପଟ ସେପଟ ହୋଇ ଛିନ୍ଛତ୍ର ହୋଇ ପଡ଼ିଛି। ଦରଜା କବାଟ ସବୁ ଠିଆ ମେଲା ହୋଇ ପଡ଼ିଛି। ସେ ତା ଘରର ଏଭଳି ପରିସ୍ଥିତି ଦେଖି ତାର ବୁଝିବାକୁ ଆଉ ବାକି ରହିଲାନି। ସେ ତୁରନ୍ତ ନିଜ ଘର ଭିତରେ ପଶି ଦେଖିଲା ଯେ ଯେଉଁଠାରେ ହୀରା ରଖିଥିଲା ତାହାର ମାଟି ସବୁ ଖୋଳା ହୋଇ ପଡ଼ିଛି। ସେ ହୀରାକୁ ନ ପାଇ ପାଗଳା ପ୍ରାୟ ହୋଇଗଲା। ସେ କହିଲା, ମୁଁ ବର୍ବାଦ ହୋଇଗଲି, ମୋର ସବୁ କିଛି ସରିଗଲା। ଏହା କହି କାନ୍ଦିବାକୁ ଲାଗିଲା। କାନ୍ଦି କାନ୍ଦି ସେ ଘରର ମେଜିଆ ସବୁ ଖୋଳି ପକାଇଲା। କିନ୍ତୁ କେଉଁଠି ହେଲେ ହୀରା ପାଇଲା ନାହିଁ। ସେ କହିବାକୁ ଲାଗିଲା, କିଏ ମୋ ମୂଲ୍ୟବାନ ହୀରା ନେଇଗଲା, ତାର ବଂଶ ଲୋପ ହେଉ। ମୁଁ କେତେ କଷ୍ଟରେ ଏହି ହୀରାକୁ କିଣିଥିଲି। କେତେ ଅଖିଆ ଅପିଆ ହୋଇ ଏହି ହୀରା ରଖିଥିଲି। ମୋ ପୋଡ଼ା କପାଳ, କିଏ ନେଇ ଚାଲିଗଲା। ମୂଲ୍ୟବାନ ହୀରାଟି
ଆଉ କ'ଣ ମୁଁ ପାଇବି? ଏହା କହି ଛାତି ପିଟି କାନ୍ଦିବାକୁ ଲାଗିଲା। ପଡ଼ୋଶୀମାନେ ତାଙ୍କର ଏଭଳି ଅବସ୍ଥା ଦେଖି ପଚାରିଲେ, କଥା କ'ଣ? ମହାଜନ ମୁଣ୍ଡ ପିଟି ପିଟି ଉତ୍ତର ଦେଲା, ମୁଁ ବର୍ବାଦ ହୋଇଗଲି। ମୋର ସବୁ ସରିଗଲା। ମୁଁ ମୋର ସମସ୍ତ ସମ୍ପତ୍ତିକୁ ବିକ୍ରି କରି ଗୋଟିଏ ମୂଲ୍ୟବାନ ହୀରା କିଣିଥିଲି। ମୁଁ ସେହି ହୀରାକୁ ଗୋଟିଏ ଘର କଣରେ ରଖିଥିଲି। କିନ୍ତୁ କେଉଁ ପାପୀ ଅଧର୍ମ ଦୁଷ୍ଟ ଚୋର ଆସି ମୋର ସେହି ଦାମିକା ହୀରାକୁ ଚୋରି କରି ନେଇଛି, ମୁଁ ଜାଣିପାରୁନାହିଁ। ପଡ଼ୋଶୀ ଜଣକ ସଙ୍ଗେ ସଙ୍ଗେ ଗୋଟିଏ ମାଟି ଉପରୁ ପଥର ଖଣ୍ଡଟିଏ ମହାଜନଙ୍କ ହାତକୁ ବଢ଼ାଇଦେଲା ଆଉ କହିଲା, ଏଭଳି ପାଟି କରି କାନ୍ଦିବାର ଆବଶ୍ୟକତା କ'ଣ ଅଛି? ନିଅନ୍ତୁ, ଏହାକୁ ହୀରା ସ୍ଥାନରେ ପଥରକୁ ରଖିଦିଅନ୍ତୁ। ମହାଜନ ଛାତି ପିଟି ପିଟି କହିଲା, ମୋ ସହିତ କ'ଣ ଆପଣ ଥଟ୍ଟା କରୁଛନ୍ତି? ମୋ ଜୀବନ ସାରା ଏତେ ପରିଶ୍ରମ କରି ନ ଖାଇ ନ ପିଇ ନିଜର ପେଟ କାଟି ମୂଲ୍ୟବାନ ହୀରା କିଣିଥିଲି। ଆପଣମାନେ ଟିକେ ଭାବନ୍ତୁ ତ, କାହିଁ ସେ ମୂଲ୍ୟବାନ ହୀରା ଆଉ ଏ ପଥର? ଆକାଶ ପାତାଳର ଫରକ। ଆକାଶ କଇଁଆ ଚିଲିକା ମାଛ ପରି। ପଡ଼ୋଶୀମାନେ କହିଲେ, ଆମେମାନେ ଆପଣଙ୍କ ସହିତ ଥଟ୍ଟା କରୁନାହୁଁ, କାରଣ ଆପଣ ହୀରାକୁ କେବଳ ଦେଖୁଥିଲେ, କିନ୍ତୁ କିଛି କାମରେ କ'ଣ ଲଗାଉଥିଲେ କି? ବର୍ତ୍ତମାନ ହୀରା ବଦଳରେ ଏହି ପଥର ଖଣ୍ଡକ ଦେଖନ୍ତୁ। ହୀରା ଭଳି ଏହି ପଥର ମଧ୍ୟ କିଛି କାର୍ଯ୍ୟ ନାହିଁ। ଯେଉଁ ପଦାର୍ଥ ମାଟି ତଳେ ପୋତା ହୋଇ ରହିଥାଏ, ତାହାର ମୂଲ୍ୟ ବା କ'ଣ? ଯେଉଁ ଧନ ସମ୍ପତ୍ତି ଆପଣଙ୍କ ଦରକାର ବେଳେ କର୍ମରେ ଆସିବ, ତାକୁ ହିଁ ଅସଲି ଧନ କୁହାଯିବ। ଯାହା ଖାଇବା ପିଇବାରେ ସାହାଯ୍ୟ କରେ, ତାକୁ ହିଁ ଧନ କୁହାଯିବ। ତେଣୁ ହୀରା କ'ଣ ଖାଇବା ପିଇବାରେ ସାହାଯ୍ୟ କରୁଥିଲା? ତେଣୁ ହୀରାର ଆଉ ମାଟି ଭିତରେ କିଛି ଫରକ ନାହିଁ। କାରଣ ମାଟି ଖଣ୍ଡେ ରହେ, ହୀରା ତ ଦାମିକା ହେଲେ କ'ଣ ହେବ, ସେ ମଧ୍ୟ ମାଟିରେ ରହୁଥିଲା। ତେଣୁ ଯେଉଁ ଧନ କର୍ମରେ ଆସେ ନାହିଁ, ତାହାର ମୂଲ୍ୟ ବା କ'ଣ? ଏଥର ମହାଜନ ବୁଝିଗଲେ ଯେ ମାଟି ତଳେ ପୋତା ଧନ ପଥର ସହିତ ସମାନ।